भद्रक जिला वासुदेवपुर ब्लॉक तपन कुमार जेना, संपादक मनमोहन कुमार जेना, उपसभापति प्रसन्न कुमार जेना, सह संपादक धनेश्वर जेना, उपदेष्टा अभय जेना, राजेंद्र जेना समेत कमिटर सदस्य माने एवं सानाकृष्णपुर ग्राम पंचायत ग्रामवासी माने उपस्थित थे। भद्रक जिला वासुदेवपुर ब्लॉक से एक्साइट कादरीन का रिपोर्ट, द रिपब्लिक ओडिशा 24 न्यूज। এটা 3 দিন চলে আমার কলস শোভাযাত্রা প্রথম দিন, দ্বিতীয় দিন যজ্ঞ কার্য আরম্ভ, তৃতীয় দিন পূর্ণাহুতি। আমার 108 কলস যায়, এথর কিন্তু 108 কলস হই নাই, আমার 80 কলস হইছে এথর। ভালো কার্যক্রম চালছি, মাଙ୍କର কৃপাରୁ ବହୁତ ସୁରୁଖୁରୁରେ ଚାଲଛି। ପ୍ରତିଦିନ ଲୋକ 3-4 ହଜାର ଲୋକ ମାନେ ଦ୍ୱିପରେ ସନ୍ଧ୍ୟାରେ ପ୍ରଶାସନ କରୁଛନ୍ତି। ଆମ କମିଟି ମେମ୍ବର ମାନେ ପୂର୍ଣ୍ଣ ସହଯୋଗ କରୁଛନ୍ତି। ଆମର ବୟସ୍କ ଲୋକମାନେ ମଧ୍ୟ ଆମ ଗ୍ରାମରେ বয়স্ক লোক ମାନଙ୍କର ପୂର୍ଣ୍ଣ ସହଯୋଗ ଅଛି, ସେମାନଙ୍କ ଆଶୀର୍ବାଦରେ ଆମେ ଏତେ ବାଟ ଆଗେଇ ଚାଲିଛୁ। এই অনুষ্ঠানର শ্ରୀ ପଣ୍ଡିତ ବରେଣ୍ୟ ଆଚାର୍ଯ୍ୟ ଚିତ୍ତରଞ୍ଜନ ହୋତାଙ୍କ ପୌରହିତ୍ୟରେ ଅନେକ ଦିନ ଧରି ଅନୁଷ୍ଠାନଟି ହେଇ ଆସୁଛି। ଅନୁଷ୍ଠାନର ସମସ୍ତ କର୍ତ୍ତା ମାନଙ୍କର ଅଦମ୍ୟ ଚେଷ୍ଟା ସତ୍ତ୍ୱେ ମା ତାରିଣୀଙ୍କ ଉଦ୍ଦେଶ୍ୟରେ 3 ଦିନ ବ୍ୟାପ୍ତ ଏହି ଯଜ୍ଞ ଆଜି ଉଦ୍ଯାପନୀ ଦିବସ। ତେଣୁ ଏହି ଯଜ୍ଞର ବିଧି ଭାବରେ ମୁଁ ଆପଣଙ୍କୁ ଜଣାଇବାକୁ ଚାହୁଁଛି। 3 ଦିନ ଭିତରେ ମାଙ୍କ ନିକଟରେ ଏ ଗ୍ରାମର କଲ୍ୟାଣ, ଆତ୍ମ କଲ୍ୟାଣ, ଜନ କଲ୍ୟାଣ, ପରିବାର କଲ୍ୟାଣ, ସମାଜ କଲ୍ୟାଣ, ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ଦ୍ୱାରା ଏହି ଯଜ୍ଞ ଆୟୋଜିତ ହୋଇଛି ଏବଂ ଆଚାର୍ଯ୍ୟ ମାନେ ନିଜର ଶକ୍ତି ସାମର୍ଥ୍ୟ ଏବଂ ଜ୍ଞାନ ଅନୁସାରେ ମା ତାରିଣୀଙ୍କ ଉଦ୍ଦେଶ୍ୟରେ ଯଜ୍ଞ ପରିଚାଳନା କରୁଛନ୍ତି ସୁଚାରୁ ରୂପେ। ସମସ୍ତ ଭକ୍ତମାନଙ୍କର ବହୁତ ଆଶା ଆକାଂକ୍ଷା ଏବଂ ମାଙ୍କର କରୁଣା ପ୍ରାପ୍ତି ପାଇଁ ଅଦମ୍ୟ ଚେଷ୍ଟା ରହିଛି ଏବଂ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କୁ ମୁଁ এই ଦୂରଭାଷ ମାଧ୍ୟମରେ ଧନ୍ୟବାଦ ଜଣାଇବାକୁ ଚାହୁଁଛି। ଅନୁଷ୍ଠାନର ସମସ୍ତ କର୍ତ୍ତା ମାନେ ଏବଂ ଯେଉଁ ସଂକଳ୍ପିତ କର୍ତ୍ତାକର୍ତ୍ରୀ ମାନେ ସମସ୍ତଙ୍କର ଅଦମ୍ୟ ଚେଷ୍ଟା, ଏ ଅସହ୍ୟ ଖରାରେ ସେମାନଙ୍କର ଅଦମ୍ୟ ଚେଷ୍ଟା ସତ୍ତ୍ୱେ ଯଜ୍ଞଟି ଆୟୋଜିତ ହେଇ ଚାଲିଛି ଏବଂ ଆଜିର ତେଣୁ ଅନୁଷ୍ଠାନର ଯେ ପ୍ରେସିଡେଣ୍ଟ ଅଛନ୍ତି ଏବଂ ଧନେଶ୍ଵର ଏବଂ ମଣ୍ଟୁ, ଏ ଦୁଇ ଜଣଙ୍କର ପରିଚାଳନା ବହୁତ ସୁନ୍ଦର ଭାବରେ ରହିଛି। ପ୍ରଥମ ଦିନରେ ମାଙ୍କ ଉଦ୍ଦେଶ୍ୟରେ ଘଟ ଅଧିବାସ କରାଯାଇଥିଲା। କଳସ ଶୋଭାଯାତ୍ରା ମନ୍ଦିର ନିକଟରୁ କଳସ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିସାରିଲା ପରେ ନିର୍ଦ୍ଦିଷ୍ଟ ଯେଉଁ ପୋଖରୀରେ କଳସ ବୁଡେଇବା ପାଇଁ ସେମାନେ ଅନୁଷ୍ଠାନ ତରଫରୁ ଚୟନ କରିଥିଲେ, ସେ ପୋଖରୀରେ ତେଣୁ ସେଇ ପୋଖରୀ ଅଧିବାସ ଘଟ ଅଧିବାସ ସରିଲା ପରେ ଅଗ୍ନି ସଂସ୍କାର କାର୍ଯ୍ୟକ୍ରମ କରାଯାଇଥିଲା। ପ୍ରଥମ ଦିନର କାର୍ଯ୍ୟକ୍ରମ ସରିଲା ପରେ ଦ୍ୱିତୀୟ ଦିବସରେ ଯେଉଁ ଆୟୋଜିତ ହେଇଥିଲା ଯଜ୍ଞର ପୂଜା ଅର୍ଚ୍ଚନା ଉପଚାର ବିଧି କରାଯାଇଥିଲା ଏବଂ ଆଜିର ତୃତୀୟ ଦିବସ ଉଦ୍ଯାପନ ଦିବସ ମାଙ୍କ ଉଦ୍ଦେଶ୍ୟରେ ଉପଚାର ଜନିତ ପୂଜା ଅର୍ଚ୍ଚନା କରାଯାଇ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ କରାଯିବ ଏବଂ ମାଙ୍କ ଉଦ୍ଦେଶ୍ୟରେ ଚଣ୍ଡୀପାଠ କରାଯିବ।